ଚତୁର୍ଥ ଅଧ୍ୟାୟ କର୍ମାନୁସାରେ ଯାତନା ଭୋଗ। ଶ୍ରୀ ଗରୁଡ଼ ଉବାଚ। ପାପୀ ଲୋକ ବହୁ ଦୁଃଖ ଯମପୁର ମାର୍ଗେ, ଦୂତମାନଙ୍କର ଦ୍ୱାର ଯମପୁର ଭୋଗେ। ଯମଙ୍କ ଛାମୁରେ ଯାଇ ପ୍ରବେଶ ହୁଅଇ, ଦଣ୍ଡ ଦେବା ପାଇଁ ଯମ ଆଦେଶ ଦିଅଇ। କେଉଁ ପାପେ କେଉଁ ଦଣ୍ଡ ଭୋଗନ୍ତି ପ୍ରାଣୀ, ବୁଝାଇ କହିବ ଦାସେ ଦୟା ଯଦି ଥାଏ। କେଉଁ କାମିନୀ ମାନେଟି ସ୍ୱାମୀଙ୍କୁ ଛାଡ଼ିଣ, ଜରା ପୁରୁଷ ସଙ୍ଗମ କରନ୍ତି ହୁଡ଼ିଣ। ସେମାନଙ୍କ ପାଇଁ କେଉଁ ଦଣ୍ଡ ତହିଁ ଅଛି, ସଂକ୍ଷେପ କୁହନ୍ତୁ ଦେବ ଦୟା ଯେବେ ଅଛି। ଏହିପରି କହିଣ ଯେ ବୀର ବୈନତେୟ, ନାରାୟଣଙ୍କ ଚରଣେ ଲଗାଇଲା ଲୟ। ତାହାର ଭକତି ଦେଖି କମଳାର ବର, ମଧୁର ଭାବେ କହନ୍ତି ପୁରାଣର ଗୀର। ଶ୍ରୀ ବିଷ୍ଣୁ ଉବାଚ। ଯାହା ଯାହା ପଚାରିଲ ବୀର ବୈନତେୟ, ସେସବୁ କହୁଛି ଶୁଣ ମନ କରି ଥୟ। ନର୍କକୁଣ୍ଡମାନଙ୍କର କଥା ଯେ ଅଦ୍ଭୁତ, ଶୁଣିଲେ ଚିତ୍ତ ହୁଅଇ ଶୋକେ ଦ୍ରବୀଭୂତ। 400 ଯୋଜନ ବିଚାର ନର୍ମସ୍ଥାନ, ନାନାଦି ପ୍ରକାର ନର୍କ ତହିଁ ବିଦ୍ୟମାନ। ବହୁ ପ୍ରକାରେ ଅଛଇ ଗୃହମାନ ତହିଁ, ଦେଖିଲେ ଦୂରକୁ ତାହା ସୁନ୍ଦର ଦିଶଇ। ସେ ଗୃହମାନଙ୍କେ ପୂର୍ଣ୍ଣ ଦଣ୍ଡ ବିଧିମାନ, ପାପାଏ କରନ୍ତି ତହିଁ ଉଚ୍ଚରେ କ୍ରନ୍ଦନ। ତହି ମଧ୍ୟରେ ସୁନ୍ଦର ପୁର ଏକ ଅଛି, ଧର୍ମରାଜା ଯମ ତହିଁ ବିରାଜ କରିଛି। ପାପୀ ଲୋକ ମଲେ ଦୂତେ ବାନ୍ଧି ନେଇ ଯାନ୍ତି, ସେ ପୁରେ ପ୍ରବେଶ କଲେ ପାପୀ ଯେ କାନ୍ଦନ୍ତି। ପାପୀର କ୍ରନ୍ଦନ ଶୁଣି ପୁରବାସୀ ଜନ, ପ୍ରବେଶ ହୁଅନ୍ତି ତାର ପାଶେ ତତକ୍ଷଣ। ସେ ପୁର ଦ୍ୱାରରେ ଦ୍ୱାରୀ ଅଟେ ଧର୍ମରାଜ, ପଞ୍ଜିକାର ଚିତ୍ରଗୁପ୍ତ ବଡ଼ ତାପଇଜ। ଚିତ୍ରଗୁପ୍ତ ପାଞ୍ଜି ଦେଖି ଯନ୍ତୁପତି ପାଶ, ପାପୀଙ୍କୁ ନେଇଣ ବେଗେ କରାଏ ପ୍ରବେଶ। ଯମ ନିକଟରେ ନେଇ ପ୍ରବେଶ କରାନ୍ତି, ଚିତ୍ରଗୁପ୍ତଙ୍କୁ ପଚାରେ କୁହ ପାପ କେତେ। ଯଦ୍ୟପି ଜଣାଇ ସର୍ବଦେବ ଯନ୍ତୁପତି, ତଥାପି ବି ପଚାରି ବୁଝେ ମନ୍ତ୍ରୀଠାରୁ ନୀତି। କର ଯୋଡ଼ିନ ଯେ ଚିତ୍ରଗୁପ୍ତ ତହିଁ କହେ, ଶୁଣି ମାଭୋ ଯନ୍ତୁନାଥ ୟା ପାପ ଗାଥାଏ। ନାସ୍ତିକ ନିନ୍ଦୁକ ପ୍ରାଣୀ ଅଟ ଇଟି ଏହି, ଦେବତା ବ୍ରାହ୍ମଣ ଗୁରୁଜନଙ୍କର ଦ୍ରୋହୀ। ମହାପାପୀ ଅଟେ ଏହୁ ନିନ୍ଦେ ଶାସ୍ତ୍ରବାଣୀ, କିଏ ବା କହିବ ପାପ ଏହାର ମୁଁ ପୁଣି। ମହାକୃପଣ ଅଟଇ ନ ଦିଅଇ ଦାନ, ନିଜେ ନ ଭୁଞ୍ଜଇ କେବେ ସ୍ୱାଦୁ ଦ୍ରବ୍ୟମାନ। ନ ଖାଇ ନ ଦେଇ ଧନ କରଇ ସଞ୍ଚୟ, ନିରନ୍ତର କାମ କ୍ରୋଧ ଲୋଭ ଆଉ ମୋହ। ଏ ସର୍ବ ଅଟଇ ଜାଣ ଏହାର ସ୍ୱଭାବ, ଏ ପାପର ପାପ ଦେବ ଅଟ ଇଟି ଧ୍ରୁବ। ଏହା ଶୁଣି ଯନ୍ତୁରାଜ ଜିଘାଂସ କରଇ, କ୍ରୋଧବରେ ରକ୍ତ ଚକ୍ଷୁ କରିଣ ଗର୍ଜଇ। ନ ଜାଣୁ ପାମର ଅଛି ଯମପୁର ଏକ, ପାପ କଲେ ଦଣ୍ଡ ଭୋଗ କରନ୍ତିଟି ଲୋକ। ଧନୀମାନେ ରାଜା ପ୍ରଜା ସାହୁ ବା ଖାତକ, ଏ ପୁରେ ସମାନେ ସର୍ବେ ନ ଜାଣ କି ମୂର୍ଖ। ଯାହା ଯାହା ଅର୍ଜିଅଛୁ ଭୋଗିବୁ ତୁ ତାହା, ଏଠାରେ ତିଳେହି କେହି ନ ହୋଇବେ ସାହା। ଏହିପରି ଗାଳି ଦେଇ ଦେବ ଯନ୍ତୁପତି, ଦୂତମାନଙ୍କୁ ଚାହଣ ବଚନ କହନ୍ତି। ଚିତ୍ରଗୁପ୍ତ କହିଲେ କ ଏହି ପାପ ମାନ, ଦଣ୍ଡର ଯୋଗ୍ୟ ଅଟଇ ଏହି ପାପୀ ଜନ।
ନେଇଯାଇ ନର୍କମାନ ଭୋଗ କରାଇବ। ନାନାଦି ଦଣ୍ଡ ଏହାକୁ ନିର୍ଦ୍ଦୟରେ ଦେବ। ଯମରାଜାଙ୍କର ଆଜ୍ଞା ପାଇ ଦୂତମାନେ ବନ୍ଧନ କରନ୍ତି ତାକୁ ଦୟାହୀନ ମନେ। ଏକ ପାଶରେ ଦୁଇଟି ପାପୀଙ୍କୁ ବାନ୍ଧନ୍ତି, ନରକ କୁଣ୍ଡରେ ଥିବା ଅଗ୍ନିରେ ପକାନ୍ତି। ସେ କୁଣ୍ଡର ନିକଟରେ ଅଛି ଏକ ବୃକ୍ଷ, ଜ୍ୱଳନ୍ତ ଅଗ୍ନି ସଦୃଶ ଦିଶଇ ପ୍ରତ୍ୟକ୍ଷ। ଏକ ଯୋଜନ ତା ଉଚ୍ଚ ଅଟଇ ନିକର, 5 ଯୋଜନ ଅଟଇ ତାହାର ବିସ୍ତାର। ସେହି ବୃକ୍ଷରେ ପାପୀଙ୍କୁ କରି ଅଧୋମୁଖ, ବନ୍ଧନ କରନ୍ତି ନେଇ କରିଣ ବିମୁଖ। ଭୟ ଦେଖାଇ ପ୍ରହାର କରନ୍ତି ନିର୍ଦ୍ଦୟେ, ନାନାଦି ଭର୍ତ୍ସନା ବାକ୍ୟ କରନ୍ତି ନିର୍ଭୟେ। ବିକଳ ହୋଇଲେ ଟିକେ ଦୟା ନ କରନ୍ତି, ବୃକ୍ଷ ତଳେ ଅଗ୍ନି ଏକ ଜାଳି ନ ଦିଅନ୍ତି। ଅଧମୁଖୀ ହୋଇଥାଏ ପାପୀ ଯେ ବନ୍ଧନ, ପ୍ରଖରରେ ତାପରେ ତଳେ ଜଳେ ହୁତାସନ। ଅଗ୍ନିର ତାପରେ ବହୁ କଷ୍ଟ ସେ ପାଆନ୍ତି, ରକ୍ଷା କର ବୋଲି ରାବ ଦିଅନ୍ତି। କ୍ଷୁଧାରେ ଜଳଇ ପେଟ ତାର ନିରନ୍ତର, ତୃଷାରେ ଶୁଖଇ କଣ୍ଠ ତାଳୁ ଯେ ତାହାର। ସେଥିରେ ଦୂତ କରନ୍ତି ନିର୍ଦ୍ଦୟ ପ୍ରହାର, ଦେହ ଫାଟି ଶୋଷିତ ଯେ ହୁଅଇ ବାହାର। ବିନୟ କରିଣ ବହୁ କହନ୍ତି ସେ ବାଣୀ, ଲୁହା ଶାବଳେ ପିଟନ୍ତି ଦୂରେ ପୁଣି ପୁଣି। ସେ ପ୍ରହାର ଖାଇ ଯହୁଁ ଅଜ୍ଞାନ ହୁଅଇ, ଦ୍ରୁତ ନିବୃତ୍ତ ହୋଇଣ ଉପଦେଶ ଦେଇ। ଆରେ ଆରେ ପାପୀ ତୁହି କୁଳ ଧର୍ମ ଛାଡ଼ି, ନିରନ୍ତର ମନ୍ଦ ବୁଦ୍ଧି ଆଚରିଲୁ ହୁଡ଼ି। କୃପଣ ସ୍ୱଭାବ ଭିକ୍ଷା ନ ଦେଲୁ କାହାକୁ, ଏଠାରେ ତୋତେ କିଏ ସେ ଦେବ ଖାଇବାକୁ। ବ୍ରାହ୍ମଣ ବୈଷ୍ଣବ ଦୁଃଖୀ ରଙ୍କିକୁ କେବେ ତ, ଖୁଦ ମୁଠାଏ ବି ଦେଇ ନାହୁଁ କଦାଚିତ। ଜଳ ଟୋପାଏ ନ ଦେଲୁ ତୃଷାର୍ତ୍ତ ଜନରେ, ମାଗିଲେ କଉଡ଼ି ଦେବ ତାକୁ ଅନ୍ୟ ଦ୍ୱାରେ। ଦିନେ ସୁଦ୍ଧା ଦେବା ଦେବୀ ପୂଜି ନାହୁଁ ତୁହି, ମନ୍ତ୍ର ଜପ ନ କରିଲୁ ହୃଦେ ଗର୍ବ କହି। ଯାଗ ଯଜ୍ଞ ଆଦି ଯାହା ଶାସ୍ତ୍ରରେ ଅଛଇ, ସେ ସମସ୍ତେ ନ କରିଛୁ ମର୍ତ୍ତ ଗର୍ବ ହୋଇ। ବିଷ୍ଣୁ ନାମ ସଂକୀର୍ତ୍ତନ ତିଳେ ହେନ କଲୁ, ନାମେ ଶ୍ରଦ୍ଧା ଯିବେ ଦୟା ଦୂରେ ଉପେଖିଲୁ। ଗୁରୁ ମୁଖ ମନ୍ତ୍ର ଭାଷ୍ୟ ନ କଲୁ ପାମର, ତୀର୍ଥଯାତ୍ରା ନ କରିଲୁ ଦିନେ କମାତର। ଏତେବେଳେ କ୍ଷୁଧା ହେଲେ କିଏ ଅନ୍ନ ଦବ, ତୃଷା ହେଲେ କିଏ ଅବା ଦେବ ଜଳ ଦାନ। ଦେଇଥିଲେ ପାଇଥାନ୍ତୁ ଏହିପୁରେ ତୁହି, ଦେଇନାହୁଁ ଯେତେବେଳେ କିପରି ବା ପାଇ। ଯାହା ଅର୍ଜିଅଛୁ ତାହା ଭୋଗିବୁ ନିଶ୍ଚୟ, ବୃଥାରେ କି ପାଇ କାନ୍ଦୁ ଆରେ ପାପସୟ। ଏକ ଦେବ କର୍ତ୍ତା ସିନା ଅଟନ୍ତି ଶ୍ରୀହରି, ଆମ୍ଭମାନଙ୍କୁ କାହିଁକି କରୁଛୁ ଗୁହାରି। ଆଜ୍ଞାର ଚାକର ଆମ୍ଭେ କି କ୍ଷମତା ଅଛି, ଦେବା ନ ଦେବା କଥାକୁ କହ ତୁହି ବାଛି। ବିଷ୍ଣୁ ମନ୍ତ୍ର ଜପି ଯଦି କରିଥାନ୍ତୁ ତୁହି, ନାମ ସଂକୀର୍ତ୍ତନ ଆଦି ଶୁଚିମନ୍ତ ହୋଇ। ଭକ୍ତି ଯଦି କରିଥାନ୍ତୁ ହରି ପାଦ ଗତେ, କାହିଁକି ଆସନ୍ତୁ ତୁହି ଆମ୍ଭର ଅଗ୍ରତେ। ନାନା ଭୋଗ ପାଇଥାନ୍ତୁ ବୈକୁଣ୍ଠପୁରରେ, ହାତ ଯୋଡ଼ି ଯମ ରାଜା ଥାନ୍ତି ସମ୍ମୁଖରେ। ଏହିପରି ତାହାକୁ ଯେ ଯହୁଁ ବୁଝାବନ୍ତି, ପାପୀ ଅଶୋଷନା ଟିକେ ତତ୍କ୍ଷଣେ ପାଆନ୍ତି। ମାତ୍ର ପରକ୍ଷଣେ ପୁଣି ନିଷ୍ଠୁର ଯାତନା, ଦିଅନ୍ତି ତୁମ୍ଭର ଦୂତେ କରନ୍ତି ତାଡ଼ନା। କାହାକୁ ଅନଳ କୁଣ୍ଡେ ପକାଇ ମାରନ୍ତି, ତପ୍ତ ଲୌହ ଦଣ୍ଡେ ତାକୁ ନିର୍ଦ୍ଦୟ ପିଟନ୍ତି। କାହାକୁ ଚିରନ୍ତି ଯଥା କରତ ସହାୟେ, ସେହିପରି ଚିର ଦିଅନ୍ତି କାହାକୁ ନିର୍ଦ୍ଦୟେ। କୁରାଢ଼ିରେ ଖଣ୍ଡ ଖଣ୍ଡ କରିଣ କାହାକୁ, କାଟନ୍ତି ଶରୀର ତାର କାଟନ୍ତି ବା ବୁକୁ। କାଣ୍ଡ ବିନ୍ଧି ଫୁଟାଇଣ କାହାର ଶରୀର,
ଆଖୁ ପେଡ଼ିଲା ପରାଏ ପେଡ଼ନ୍ତି ସତ୍ୱର। ରୁଧିର ବାହାରୁ ଦେହୁ ଆଖୁ ରସ ପରି। ଅସ୍ଥି ମାଂସ ମଜ୍ଜା ସବୁ ହୋଇଥାଏ ଚୁରି। ତପ୍ତ ତୈଳ ଭଣ୍ଡାରେ ବୁଡ଼ାନ୍ତି କାହାକୁ। ଫୋଟକା ହୋଇଣ ମରେ ତହିଁ ଦେଖୁ ଦେଖୁ। ହାତ ଗୋଡ଼କୁ ବାନ୍ଧିଣ କୂଅରେ ପକାନ୍ତି। ହିମ ପର୍ବତ ଉପରେ ତାହାଙ୍କୁ ଗଡ଼ାନ୍ତି। ବଣ ବା ପର୍ବତ ପରେ ପକାଇ ଦିଅନ୍ତି। ସିଂହବାଘ ମୁଖେ ନେଇ ତାହାକୁ ପକାନ୍ତି। କୁର୍ମି ଥିବା କୁଣ୍ଡ ମଧ୍ୟରେ ବୁଡ଼ାନ୍ତି କାହାକୁ। ଉପରେ ଗୃଧାଦି ତଣ୍ଡେ ଚିରନ୍ତି ତାହାକୁ। ଚାହୁଁ ଚାହୁଁ ନେତ୍ର ବର୍ଣ୍ଣ ନାସିକାଏ ସହ। ଛିଣ୍ଡାଇଣ ଖାଇ ଯାନ୍ତି ଯେ ପକ୍ଷୀ ନିଶ୍ଚୟ। ପର ଋଣଧାରୀ ଯେଉଁ ଜନ ନ ଦିଅଇ। ଯମପୁରେ ସେହି ଜନ ତାହାକୁ ମାଗଇ। ଶୁଦ୍ଧ ମୂଳ ସହିତରେ ଦିଅ ମୋର ଧନ। ନୋହିଲେ ତୋହର ମାଂସ କରିବୁ ଭକ୍ଷଣ। ସେହି ବାଟ ଶୁଦ୍ଧ ସହ ମୂଳ ଧନ ମୋର। ଆଦାୟ କରିବୁ ମୁହିଁ ନିଶ୍ଚେ ଏହିଟାର। ଏହା କହି ଛୁରିକା ସେ ହସ୍ତରେ ଧରନ୍ତି। ତାର ମାଂସ ଖଣ୍ଡ ଖଣ୍ଡ କରିଣ କାଟନ୍ତି। ଯେଉଁପରି ପାପ କଲେ କେଉଁପରି ଫଳ। ଯମରାଜା ଦେଇଥାନ୍ତି କରିଣ ବିଚାର। ଶାସନ ପ୍ରଣାଳୀ ଯାହା ବିହିତ ଅଛଇ। ଯମରାଜା ସେହିପରି ଶାସନ କରଇ। ଯମରାଜାଙ୍କ ଆଦେଶ ଦୂତ ବେଳେ ଧରି। ଦଣ୍ଡମାନ ଦେଇଥାନ୍ତି ପାପୀ କି ବିଚାରି। ଅନ୍ଧକାରମୟ ଗୃଢ଼ ତ୍ରମିଶ ନରକେ। କାହାଙ୍କୁ କ୍ଷେପନ୍ତି ନେଇ ଗୌରବ ନର୍କେ। ସତ୍ୟଯୁଗରେ ତ ଅଟଇ ବିଧାନ। ଜଣେ ପାପ କଲେ ଦଣ୍ଡ ପାନ୍ତି ସର୍ବଜନ। ତ୍ରେତା ଯୁଗେ ଜଣ ଯେବେ ପାତକ କରଇ। ଗ୍ରାମବାସୀ ସର୍ବଜନେ ସେ ଦଣ୍ଡକୁ ପାଇ। ଦ୍ୱାପର ଯୁଗରେ ଯେବେ ପାପ କର ଜଣେ। ତାର ବଂଶଯାକ ଭୋଗ କରନ୍ତି କଷଣେ। କଳି ଯୁଗେ ଯେଉଁ ନର ପାତକ କରଇ। ସେହୁ ଏକା ଭୋଗ କରେ ନ ନିଅନ୍ତି କେହି। ପାପ ବୃତ୍ତି କରି ଯେହୁ କୁଟୁମ୍ବକୁ ପୋଷେ। ନର୍କ ଘାଣ୍ଟି ହୁଏ ସେହି ମୂଢ଼ ନିଜ ଦୋଷେ। ପାପ ଧନେ ନିଜ ପେଟ ଯେ ମୂର୍ଖ ପୋଷଇ। ପାପ ଭୟ ଭୁଲି ନର୍କେ ପଡ଼େ ଜାଣ ସେହି। କୁଟୁମ୍ବଯାକ ଜାଣିଲେ କଲେ ଏକ ପାପ। ସମସ୍ତେ ପଡ଼ନ୍ତି ନର୍କେ ଏହାଟି ସ୍ୱରୂପ। କିନ୍ତୁ ଆପଦ ସମୟେ କୁଟୁମ୍ବ ପୋଷିଲେ। ଦୋଷ ଧରାଯାଏ ନାହିଁ ଶାସ୍ତ୍ର ଏହା ବୋଲେ। କେବଳ କୁଟୁମ୍ବ ସୁଖ ଆସେ ଯେଉଁ ଜନ। ଅନ୍ୟାୟ ପାପ କାର୍ଯ୍ୟରେ କରଇ ଅର୍ଜନ। ସେ ଜନ ନିଶ୍ଚେ ନରକେ ପତିତ ହୁଅଇ। ନାନାଦି ଦୁଃଖ ଯନ୍ତ୍ରଣା ନିଶ୍ଚୟ ଭୋଗଇ। ଯନ୍ତ୍ରଣା ଶେଷରେ ଯାଏ ଶୂକରେ ଯୋନିକୁ। ତହିଁ ପିଷ୍ଟ ଆହାରରେ ପୋଷଇ ପେଟକୁ। କ୍ରମେ କ୍ରମେ ଭ୍ରମେ ସର୍ବ ପ୍ରକାର ଯୋନିରେ। ଶେଷ ନର ଦେହେ ପାଏ ବହୁତ କାଳରେ। ସେ ଦେହ ପାହି ଯଦ୍ୟପି ଧରମ କରଇ। ଦୟା ଦକ୍ଷିଣାତ ଶୁଭେ କର୍ମେ ମନ ଦେଇ। ତେବେ ବୈକୁଣ୍ଠରେ ସେହି ବସଇ କାଳରେ। ବହୁ ସୁଖ ଭୋଗ କଲେ ଭାବେ ଯାମନରେ। ନର ଦେହି ଯାଇ ପୁଣି ଭୋଗିବ ପାତକ। ଯମପୁରେ ଦଣ୍ଡ ପୁଣି ଭୋଗିବ ସେ ଲୋକ। ଚତୁର୍ଥ ଅଧ୍ୟାୟ ହେଲା ଏଥି ସମାପନ। ଦ୍ୱିଜେ ଆତ୍ରତାଣ ଦାସ କରିଲା ବଚନ। ଇତି ଶ୍ରୀ ଗରୁଡ଼ ପୁରାଣେ ବିଷ୍ଣୁ ଗରୁଡ଼ ସମ୍ବାଦେ ନୈମିଷାରଣ୍ୟୋପାଖ୍ୟାନେ ଯମଯାତନା ନିରୂପଣ ନାମ ଚତୁର୍ଥ ଅଧ୍ୟାୟଃ। ଆନନ୍ଦ ଏକବାର ହରି।